ସମସ୍ତଙ୍କୁ ମୋର ନମସ୍କାର। ଆସ ଆମେ ଆଜି ଜାଣିବା ଖାଦ୍ୟ ସମ୍ପର୍କରେ। ମଣିଷ ଶରୀରରେ କେଉଁ ପଦାର୍ଥ ଇନ୍ଧନ ରୂପେ କାର୍ଯ୍ୟ କରେ ତାହା ହେଉଛି ଶ୍ୱେତସାର। ଆସ୍କାରବିକ୍ ଏସିଡ୍ ଆଉ କେଉଁ ନାମରେ ଜଣା ଭିଟାମିନ୍ ସି। କେଉଁ ଫଳରେ ଭିଟାମିନ୍ ସି ଅଧିକ ପରିମାଣରେ ଥାଏ ତାହା ହେଉଛି ଅଁଳା। ଥିଆମିନ୍ ଆଉ କେଉଁ ନାଁରେ ଜଣା ଭିଟାମିନ୍ ବି। କେଉଁ ପ୍ରକାର ଖାଦ୍ୟ ଶରୀର ଗଠନରେ ସାହାଯ୍ୟ କରେ ପ୍ରୋଟିନ୍ ଜାତୀୟ ଖାଦ୍ୟ। ଜଣେ ଶ୍ରମିକ କେଉଁ ପ୍ରକାର ଖାଦ୍ୟ ଅଧିକ ଖାଇବା ଦରକାର ଶ୍ୱେତସାର। ଜଣେ ଛାତ୍ର କେଉଁ ପ୍ରକାର ଖାଦ୍ୟ ଅଧିକ ଖାଇବା ଦରକାର ସ୍ନେହସାର ଯୁକ୍ତ ଖାଦ୍ୟ। ସ୍ତ୍ରୀମାନଙ୍କ କ୍ଷେତ୍ରରେ କେଉଁ ଭିଟାମିନ୍ ଅଭାବ ହେଲେ ବନ୍ଧ୍ୟାଦୋଷ ହୋଇଥାଏ ଭିଟାମିନ୍ ଇ। ଖାଦ୍ୟରେ କେତୋଟି ମୁଖ୍ୟ ଉପାଦାନ ରହିଥାଏ ତାହା ସବୁ କ'ଣ? ଖାଦ୍ୟରେ 6 ପ୍ରକାର ଉପାଦାନ ରହିଥାଏ ତାହା ହେଉଛି ଶ୍ୱେତସାର, ପୁଷ୍ଟିସାର, ସ୍ନେହସାର, ଧାତୁସାର, ଜୀବସାର ଓ ଜଳ। ଖାଦ୍ୟର କାର୍ଯ୍ୟକୁ ଆଧାର କରି ଏହାକୁ କେତେ ଭାଗରେ ବିଭକ୍ତ କରାଯାଇଛି ଓ କ'ଣ କ'ଣ? ତାହା ହେଉଛି 3 ଭାଗରେ, ଯଥା ଶକ୍ତି ପ୍ରଦାନକାରୀ, ଶରୀର ଗଠନକାରୀ ଓ ସୁରକ୍ଷା ପ୍ରଦାନକାରୀ। ମଣିଷ ତା ଜୀବନକାଳ ମଧ୍ୟରେ କେତେ ପରିମାଣରେ ଖାଦ୍ୟ ଖାଇଥାଏ ତାହା ହେଉଛି 30,000 କୁଇଣ୍ଟାଲ। ରକ୍ତହୀନତା କେଉଁ ଭିଟାମିନ୍ ଅଭାବର ହୁଏ ତାହା ହେଉଛି ଫୋଲିକ୍ ଏସିଡ୍। ଜଣେ ବ୍ୟକ୍ତି ପାଇଁ ଦୈନିକ କେତେ ଭିଟାମିନ୍ ଏ ଆବଶ୍ୟକ 750 ମାଇକ୍ରୋଗ୍ରାମ। ଯେଉଁ ବ୍ୟକ୍ତିଙ୍କର ଶରୀର ପୋଡ଼ି ଯାଇଥିବ ତାକୁ କି ପ୍ରକାର ଖାଦ୍ୟ ଖାଇବାକୁ ଦେବା ଉଚିତ ତାହା ହେଉଛି ଭିଟାମିନ୍ ଏବଂ ପ୍ରୋଟିନ୍ ଯୁକ୍ତ ଖାଦ୍ୟ। ତେଲରେ କେଉଁ ଭିଟାମିନ୍ ଥାଏ ଭିଟାମିନ୍ ଇ। ଆମ ଦୈନନ୍ଦିନ ଖାଦ୍ୟ ବିନା ଆଉ କେଉଁ ଲୁଣ କେତେ ଲୁଣ ଦରକାର ହୁଏ 1 ରୁ 2 ଗ୍ରାମ। ଅଙ୍ଗୁରରେ କେଉଁ ଏସିଡ୍ ଥାଏ ସାଇଟ୍ରିକ୍ ଏସିଡ୍। କ'ଣ ଅଭାବ ହେଲେ ରକ୍ତରେ ହିମୋଗ୍ଲୋବିନ୍ ଗଠନ ହୋଇପାରେ ନାହିଁ ଲୌହ। କେଉଁ ପ୍ରକାରର ଖାଦ୍ୟ କୋଷ ଗଠନରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ ପୁଷ୍ଟିସାର ଯୁକ୍ତ ଜାତୀୟ। କେଉଁ ଭିଟାମିନ୍ ଅଧିକ ହେଲେ ବାନ୍ତି ହୁଏ ଓ ଦେହରୁ ଅଧିକ ଝାଳ ବାହାରେ ଭିଟାମିନ୍ ଏ। ଆମେ ଯେତେବେଳେ ସବୁଜ ପନିପରିବା ରାନ୍ଧୁ ସେତେବେଳେ ତାର ରଙ୍ଗ ବଦଳିଯାଏ କାହିଁକି ନା କ୍ଲୋରୋଫିଲ୍ ନିଜର ରଙ୍ଗ ବଦଳାଉଥିବାରୁ। ଶରୀରରେ ମ୍ୟାଗ୍ନେସିୟମର ଅଭାବ ହେଲେ କ'ଣ ହୁଏ ବ୍ୟକ୍ତି ବାଙ୍ଗରା ହୁଏ। ଶାର୍କ ମାଛର ତେଲରେ କେଉଁ ଭିଟାମିନ୍ ଥାଏ ଭିଟାମିନ୍ ଏ ଓ ଡି। କ୍ଷୀର କେଉଁ ରୋଗର ଜୀବାଣୁବାହକ ଯକ୍ଷ୍ମା। ଲୌହ ଅଭାବରେ ଶରୀରରେ କେଉଁ ରୋଗ ହୁଏ ଏନିମିଆ। ଜଳ ସାଧାରଣ କେଉଁ ରୋଗର ଜୀବାଣୁବାହକ ହଇଜା। ବର୍ଷା ଜଳରେ କେଉଁ ଖାଦ୍ୟସାର ଥାଏ ଭିଟାମିନ୍ ସି। ସୂର୍ଯ୍ୟକିରଣରୁ କେଉଁ ଖାଦ୍ୟସାର ମିଳେ ଭିଟାମିନ୍ ଡି। ଦାନ୍ତ ବେହେଳା ହେବା କେଉଁ ଖାଦ୍ୟସାର ଅଭାବରେ ହୁଏ ଭିଟାମିନ୍ ଡି। ଭିଟାମିନ୍ ଇ ଅଭାବରେ କେଉଁ କ୍ଷମତା ହ୍ରାସ ପାଏ ପ୍ରଜନନ କ୍ଷମତା। ଆୟୋଡିନ୍ ଅଭାବରେ କେଉଁ ରୋଗ ହୋଇଥାଏ ଗଳଗଣ୍ଡ ରୋଗ। କେଉଁ ଭିଟାମିନ୍ ଉଦ୍ଭିଦ ଜାତ ପଦାର୍ଥରୁ ମିଳେ ନାହିଁ ଭିଟାମିନ୍ ବି। କେଉଁ ଭିଟାମିନ୍ ଆମ ଶରୀରରେ ତିଆରି ହୋଇପାରେ ନାହିଁ ଭିଟାମିନ୍ ସି। ଚାଉଳରେ ଥିବା ପୁଷ୍ଟିସାରରେ କେଉଁ ଏମିନୋ ଏସିଡ୍ ପରିମାଣ କମ୍ ଲାଇସିନ୍। କଞ୍ଚାଲଙ୍କାରୁ କେଉଁ ଭିଟାମିନ୍ ମିଳେ ଭିଟାମିନ୍ ସି। ଗାଜରରୁ କେଉଁ ଭିଟାମିନ୍ ମିଳିଥାଏ ଭିଟାମିନ୍ ଏ। ଆମ ଖାଦ୍ୟ ହଜମରେ କେଉଁ ଅମ୍ଳ ସାହାଯ୍ୟ କରେ ଲବଣାମ୍ଳ। ଲେମ୍ବୁରେ କେଉଁ ଏସିଡ୍ ଥାଏ ସାଇଟ୍ରିକ୍ ଏସିଡ୍। 1 ଗ୍ରାମ ସ୍ନେହସାରରୁ କେତେ କ୍ୟାଲୋରି ଶକ୍ତି ମିଳେ 9.3 କ୍ୟାଲୋରି। କଫିରେ ଥିବା ଉତ୍ତେଜକ ପଦାର୍ଥର ନାଁ କ'ଣ କ୍ୟାଫିନ୍। ମାଂସ, ଗହମ, ମଟର ଓ ବିନ୍ ଇତ୍ୟାଦିରେ କେଉଁ ଭିଟାମିନ୍ ଥାଏ ଭିଟାମିନ୍ ବି। ସୀତାଫଳରେ କେଉଁ ଉପାଦାନ ଅଧିକ ପରିମାଣରେ ଥାଏ
କ୍ୟାଲସିୟମ୍। ଆମ୍ବରେ କେଉଁ ଭିଟାମିନ୍ ପ୍ରଚୁର ପରିମାଣରେ ଥାଏ? ଭିଟାମିନ୍ ଏ ଓ ସି। କେରେଟ୍ରୋମାଲାସିଆ ରୋଗ କେଉଁ ଭିଟାମିନ୍ ଅଭାବରୁ ହୁଏ? ଭିଟାମିନ୍ ଏ। ଅଷ୍ଟିଓମାଲାସିଆ ରୋଗ କେଉଁ ଭିଟାମିନ୍ ଅଭାବରୁ ହୋଇଥାଏ? ଭିଟାମିନ୍ ଡି। ଆମ ଶରୀରରେ ବାୟୋଟିକ୍ର କାର୍ଯ୍ୟ କ'ଣ? ଆମ ଶରୀର ମଧ୍ୟରେ ଜାତ ହେଉଥିବା ଅଙ୍ଗାରକାମ୍ଳ ଗ୍ୟାସ୍ରେ କାମରେ ଲଗାଇବା। ଟମାଟୋରେ କେଉଁ ଏସିଡ୍ ଥାଏ? ଏସିଡ଼ିକ୍ ଏସିଡ୍। ମାଛ ଯକୃତ ଓ ସବୁଜ ପରିବାରେ କେଉଁ ଭିଟାମିନ୍ ଥାଏ? ଭିଟାମିନ୍ ଏ। ଜିଭ ଓ ପାଟିରେ ଘା ହେଲେ କେଉଁ ଭିଟାମିନ୍ ଖାଇଲେ ତାହା ଭଲ ହୁଏ? ଭିଟାମିନ୍ ବି କମ୍ପ୍ଲେକ୍ସ। ଅମୃତଭଣ୍ଡାରେ କେଉଁ ଜୀବସାର ଥାଏ? ଭିଟାମିନ୍ ସି। ଆଜି ଆମେ ଖାଦ୍ୟ ବିଷୟରେ ଜାଣିଲୁ। ଆଉ ଏକ ଭିଡ଼ିଓରେ ଅନ୍ୟ ଏକ ବିଷୟବସ୍ତୁକୁ ନେଇ ଆଉ କିଛି ଜାଣିବା। ଧନ୍ୟବାଦ।